ବୁଦ୍ଧିମାନ ଲୋକମାନେ ସାଧା ଜୀବନ ଜୀଇବା ପସନ୍ଦ କରିଥାନ୍ତି। ପାର୍ଟି କ୍ଲବ ଫ୍ୟାସନ୍ କରିବା ଏମାନଙ୍କୁ ପସନ୍ଦ ନଥାଏ। ଏମାନଙ୍କର ବହୁତ ପଜିଟିଭ୍ ବିଚାର ହୋଇଥାଏ। ଏମାନେ ସବୁ କଥାରୁ କିଛି କିଛି ଭଲ ଖୋଜି ଦେଇଥାନ୍ତି। ଏମାନେ ଶୀଘ୍ର କାହା ଉପରେ ବିଶ୍ୱାସ କରିନଥାନ୍ତି। ଏମାନେ ସବୁ ଛୋଟ ବଡ଼ ନିଷ୍ପତ୍ତି ବହୁତ ଭାବିଚିନ୍ତି କରିଥାନ୍ତି। ବୁଦ୍ଧିମାନ ଲୋକଙ୍କୁ କିଛି ନା କିଛି ନୂଆ ଚିନ୍ତା କରିବା ଭଲ ଲାଗିଥାଏ। ବୁଦ୍ଧିମାନ ଲୋକ ସବୁଠୁ କମ୍ ରାଗିଥାନ୍ତି। ଏମାନେ ବନ୍ଧୁତା ବହୁତ ଭାବିଚିନ୍ତି କରିଥାନ୍ତି। ଏମାନେ ବହୁତ ଭାବିଥାନ୍ତି, କିନ୍ତୁ ଏମାନଙ୍କର ବିଚାର ଭାବନା କାଳ୍ପନିକ ନୁହେଁ, ବାସ୍ତବିକ ହୋଇଥାଏ। ଏମାନେ କମ୍ ତ କଥା ହୋଇଥାନ୍ତି, ଆଉ ଚୁଗୁଲି କାହା ବିଷୟରେ ଖରାପ କହିବା ଏମାନଙ୍କୁ ଜମା ବି ପସନ୍ଦ ନଥାଏ। ବୁଦ୍ଧିମାନ ବ୍ୟକ୍ତି ଭିତରେ ରହିବାକୁ ପସନ୍ଦ କରନ୍ତି ନାହିଁ। ବୁଦ୍ଧିମାନ ବ୍ୟକ୍ତିଙ୍କୁ କନଭିନ୍ସ କରିବା କଷ୍ଟ ହୋଇଥାଏ। ଏମାନଙ୍କୁ ସମୟ ନଷ୍ଟ କରିବା ବିଲକୁଲ ପସନ୍ଦ ନୁହେଁ। ଏମାନେ ସବୁବେଳେ ନିଜ କଥାକୁ ଗୁପ୍ତ ରଖିବାକୁ ପସନ୍ଦ କରିଥାନ୍ତି। ଏମାନେ କମ୍ କଥା କହିଥାନ୍ତି ଆଉ ବେଶୀ ଶୁଣିଥାନ୍ତି। ବୁଦ୍ଧିମାନ ଲୋକ କଠୋର ହୋଇନଥାନ୍ତି। ଏମାନଙ୍କର ବି ହୃଦୟ ଥାଏ, କିନ୍ତୁ ଏମାନେ ସବୁବେଳେ ହୃଦୟ ଅପେକ୍ଷା ଦିମାଗରେ କାମ କରିଥାନ୍ତି। ବୁଦ୍ଧିମାନ ଲୋକ ସବୁ କଥାରେ, ସବୁ ଘଟଣାରେ, ସବୁ ଜିନିଷରେ ପଜିଟିଭିଟି ଖୋଜିଥାନ୍ତି, କିନ୍ତୁ ଅନ୍ୟପଟରେ ଲୋକେ ସାମ୍ନା ଲୋକର ଭୁଲ ଆଉ କମି ଖୋଜିଥାନ୍ତି। ବୁଦ୍ଧିମାନ ବ୍ୟକ୍ତି ତାଙ୍କର ସାମର୍ଥ୍ୟକୁ କମ୍ କରି ଭାବିଥାନ୍ତି। ଏମାନେ ବିନା ପଚାରିବାରେ କାହାକୁ ବି କିଛି କହନ୍ତି ନାହିଁ। ଏମାନେ କୌଣସି କଥାରେ ଅଧିକ ଭଡ଼ ଭଡ଼ ହୁଅନ୍ତି ନାହିଁ। ସବୁ କଥାକୁ ସ୍ଥିର ମସ୍ତିଷ୍କରେ କରିଥାନ୍ତି। ବୁଦ୍ଧିମାନ ବ୍ୟକ୍ତି କୌଣସି ପ୍ରକାରର ଯୁକ୍ତିତର୍କ ଝଗଡ଼ାରୁ ଦୂରେଇ ରହିବା ପସନ୍ଦ କରିଥାନ୍ତି। ଏହି କାରଣ ହୋଇଥାଏ କି ଏମାନେ ବହୁତ କଥାକୁ ଜାଣିଶୁଣି ଅଣଦେଖା କରିଥାନ୍ତି। ଏମାନେ ନିଜ ସହିତ କଥା ହେବା ପାଇଁ ପସନ୍ଦ କରନ୍ତି। ଏମାନେ ମନେ ମନେ ବହୁତ କଥାକୁ ନିଜେ ନିଜେ ମନରେ ଡିସ୍କସ୍ କରିଥାନ୍ତି।